ମୁଁ ଭାବୁଛି ଯେତକ ସବୁ ଭଙ୍ଗାଭଙ୍ଗି ହଉଛି ଏଟା ଭାରତୀୟ ଜନତା ପାର୍ଟି ପାଇଁ ଭଲ ହବାକୁ ଯାଉଛି। ଭାରତୀୟ ଜନତା ପାର୍ଟି ଶୁଖିଲାରେ ବାଳିଆ ପିଟୁଛି। ଦଳେ କଂଗ୍ରେସ ଭୋଟ ଭାଙ୍ଗିଏ, ଜଣେ ବିଜେଡି ଭୋଟ ଭାଙ୍ଗିଏ। ଆମ ଗର୍ବିତ ଓଡିଆ ଫଙ୍କସନରେ ଅରୁଣ ସାହୁ ଗୋଟେ ଭଲ କଥା ଟିକେ କହିଲେ 15ରେ ଗୋଟେ କଂଗ୍ରେସ ଭାଙ୍ଗିବା ପାଇଁ ଗୋଟେ ଦଳ ଗଠନ ହେଲା, 17ରେ ବିଜେଡି ଭାଙ୍ଗିବା ପାଇଁ ଆଉ ଗୋଟେ ଗୋଷ୍ଠୀ ବା ଦଳ ଗଠନ ହେବାକୁ ଯାଉଛି। ତେଣୁ ରାଜନୀତିରେ ଭଙ୍ଗାଭଙ୍ଗି ସବୁବେଳେ ଚାଲେ। ସଫଳତା ନିର୍ଭର କରେ ଗୋଟିଏ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଯାହା ସଫଳ ହେଇଛି। ଆଉ କୌଣସି ଆଞ୍ଚଳିକ ଦଳ ସଫଳ ହେଇପାରି ନାହିଁ। ଗତ 3 ଦଶନ୍ଧି ଭିତରେ ଆପଣ ଦେଖିବେ ନନ୍ଦିନୀ ଶପଥ ସଫଳ ହେଇପାରି ନାହାନ୍ତି। ଯାହା ବିଜୁ ବାବୁ ମହତାବ ବାବୁ କିଛି ସମୟ ପାଇଁ ଆଞ୍ଚଳିକ ଦଳ ଗଠନ କରିକି ସଫଳ ହେଇଥିଲେ। ତେଣୁ ଆ ଭିତରେ ଆଉ ଏକ ଆଞ୍ଚଳିକ ଦଳ ଗଠନ କଲା ବେଳେ ଯଦି ଭାରତୀୟ ଜନତା ପାର୍ଟି ଭଳି ଗୋଟେ ଜାତୀୟ ଦଳ ଏଠି ଶାସନ କରୁନଥାନ୍ତା, ତାହେଲେ ଆଉ ଗୋଟେ ଆଞ୍ଚଳିକ ଦଳର ହଠାତ୍ ଅଭିଯୋଗ ଘଟି ପାରିଥାନ୍ତା। କିନ୍ତୁ ସେ ଭ୍ୟାକ୍ୟୁମଟିକୁ ଭାରତୀୟ ଜନତା ପାର୍ଟି ପୂରଣ କରିପାରୁଛି। ମୁଁ ଭାବୁଛି ଯେତକ ସବୁ ଭଙ୍ଗାଭଙ୍ଗି ହଉଛି ଏଟା ଭାରତୀୟ ଜନତା ପାର୍ଟି ପାଇଁ ଭଲ ହବାକୁ ଯାଉଛି। ତେଣୁ ମୁଁ ଭାବୁଛି ଭାରତୀୟ ଜନତା ପାର୍ଟି ଯଦି ଶୁଖିଲାରେ ବାଳିଆ ପିଟନ୍ତି, ଭାରତୀୟ ଜନତା ପାର୍ଟି ଶୁଖିଲାରେ ବାଳିଆ ପିଟୁଛି। ଦଳେ କଂଗ୍ରେସ ଭୋଟ ଭାଙ୍ଗିଏ, ଜଣେ ବିଜେଡି ଭୋଟ ଭାଙ୍ଗିଏ। ତେଣୁ ବେଳେ ବେଳେ ଅନେକ ମାନେ କହୁଛନ୍ତି ଯେ ଏମାନଙ୍କ ପଛରେ ବିଜେପି ଆଉ ପଇସା ପତ୍ର ଖର୍ଚ୍ଚ କରୁନି ତ। କିନ୍ତୁ ଯେହେତୁ ଆମେ ଭିତରକୁ ପଶିନୁ, ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ଆଲୋଚନା କରିବା।